आज ମୁଁ ଆପଣମାନଙ୍କ ସହିତ ସେୟାର କରିବି ଆଳୁ ଭର୍ତ୍ତା ରେସିପି। ସାଧାରଣତଃ ଆମେ ଘରେ ଆଳୁ ଭର୍ତ୍ତା ବନେଇକି ଖାଇଥାଉ, କିନ୍ତୁ ଆମକୁ ଟିକେ ୟୁନିକ୍ ଟେଷ୍ଟର ଦରକାର ହେଇଥାଏ। ତ କେମିତି ୟୁନିକ୍ ଟେଷ୍ଟ ଆଣିବେ ଆଳୁ ଭର୍ତ୍ତାରେ, ସେଇଟା ଆଜି ଆପଣମାନଙ୍କୁ ମୁଁ ଶିଖେଇବି। ତ ଚାଲନ୍ତୁ ଡେରି କରିବାନି, ଷ୍ଟାର୍ଟ କରିବା ଆଜିର ରେସିପି। କୁକ୍ ୱିଥ୍ ରାଜୀବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଶା କରୁଛି ସ୍କିପ୍ ନ କରିକି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ଯଦି ରେସିପି ପସନ୍ଦ ଆସେ ନିହାତି ଲାଇକ୍ଟେ କରିବେ, ଆପଣଙ୍କ ଫ୍ରେଣ୍ଡ ସର୍କଲରେ ସେୟାର କରିବେ। ତା ସହିତ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିନେବେ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିନେବେ, ଯାହାଦ୍ୱାରା ଯେକୌଣସି ଭିଡ଼ିଓ ମୁଁ ପୋଷ୍ଟ କରିବି ସର୍ବପ୍ରଥମେ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଆଳୁ ଭର୍ତ୍ତା ବନାଇବା ପାଇଁ ପ୍ରଥମେ ଏଠି ଅଧା କିଲୋ ଆଳୁକୁ ମୁଁ ଏମିତି ଖଣ୍ଡ ଖଣ୍ଡ କରିକି କାଟି ନେଇଛି, ଆଉ ଯାହାର କି ଚୋପା ମଧ୍ୟ ଲାଗିଛି, ଆଉ ତାକୁ ଭଲସେ ଏଠି ଧୋଇକି ରଖିଦେଇଥିଲି। ଏବେ ଏଠି ପ୍ରେସର କୁକର୍ ନେଇକି ଆଳୁକୁ ବର୍ତ୍ତମାନ ତା ଦେହରେ ଦେଇ ଦେଉଛି, ଆଉ ପାଖାପାଖି ଏଠି ମୁଁ 1 କପ୍ ପାଣି ଦେଇ ଦେଉଛି। ମାନେ ଆଳୁ ଯେତିକି ତାର ଅଧା ପାଣି ଦେବେ, ଯେହେତୁ କୁକର୍ରେ ଆମେ ସିଝେଇବା, ଅଧିକା ପାଣି ଦେବା ମଧ୍ୟ ଆବଶ୍ୟକ ନାହିଁ। ତାପରେ ଆମେ କ'ଣ କରିବା ନା, ତାର ସିଟି ବର୍ତ୍ତମାନ ଲଗାଇଦେବା। ଆଉ ଗ୍ୟାସ୍ରେ ବର୍ତ୍ତମାନ ହାଇ ଫ୍ଲେମ୍ ଦେଇକି ପ୍ରଥମେ 1 ସିଟି, ଆଉ ମିଡ଼ିୟମ୍ ଫ୍ଲେମ୍ରେ ଆଉ 2ଟା ସିଟି, ଟୋଟାଲ୍ 3ଟା ସିଟି ଦେଇକି ତାକୁ ବନ୍ଦ କରିଦେବା ଆମେ। ତ ଆମର ଆଳୁ ସିଝିକି ପୁରା ରେଡ଼ି ହେଇଯିବ। ତ ଏବେ ଏଠି ଦେଖନ୍ତୁ 3ଟା ସିଟି ପରେ କେତେ ବଢ଼ିଆ ସେ ଆମର ଆଳୁ ସିଝି ଯାଇଛି। ଗୋଟେ ବାଉଲ୍ରେ ଏଠି ଏବେ ମୁଁ ବର୍ତ୍ତମାନ ଆଳୁକୁ କାଢ଼ି ଦେଇଛି, ତା ଚୋପା ମଧ୍ୟ ଛଡ଼େଇ ନେଇଛି। ଏବେ ଏଠି ମୁଁ ଆଳୁର ଟେଷ୍ଟକୁ ଦେଖିକି ବର୍ତ୍ତମାନ ଲୁଣ ଏଠି ନେଇଯାଇଛି। ତ ଲୁଣ ବର୍ତ୍ତମାନ ଦେଇକି ଆଳୁକୁ ଆମେ ଏଠି ଭଲସେ ଚକଡ଼ି ନେବା। ତ ଏଠି ଏବେ ଲୁଣ ବର୍ତ୍ତମାନ ମୁଁ ଦେଇ ଦେଇଛି, ଆଉ ଆଳୁକୁ ଏଠି ଭଲ ଭାବରେ ଚକଡ଼ି ନେଉଛି। ଏଠି ଆଳୁକୁ ମୁଁ ଭଲସେ ଚକଟିକି ରଖିଦେଇଛି। ଚାଲନ୍ତୁ ଏବେ ଆମେ ଫୁଟଣ ପ୍ରୋସେସ୍ ବନେଇବା। ଗ୍ୟାସ୍ ଅନ୍ କରିକି ଏବେ ମୁଁ କଢ଼େଇ ବସାଇ ନେଇଛି, ଆଉ ଏଠି ବର୍ତ୍ତମାନ ରିଫାଇଣ୍ଡ ଅଏଲ୍ ଦେଇଦେଇଛି ବଡ଼ ଚାମଚରେ 4 ଚାମଚ। ଏବେ ଏଠି ବଡ଼ ଚାମଚରେ 1 ଚାମଚ ହେବ ଜିରା ଆଉ ସୋରିଷକୁ ମୁଁ ମିଶାଇକି ନେଇଯାଇଛି। ତ ତାକୁ ଏଠି ବର୍ତ୍ତମାନ ଦେଇଦେବା, ଆଉ ଗ୍ୟାସ୍ର ଜାଳ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆକୁ ଆମେ ଭଲସେ ଫୁଟିବା ପାଇଁ ଦେବା। ଜିରା ସୋରିଷଟା ଆମର ଭଲସେ ଫୁଟି ଆସିଲାଣି। ଏବେ ଏଠି ବଡ଼ ଚାମଚରେ ଫୁଲ୍ 1 ଚାମଚ ମୁଁ ଦେଇଦେଇଛି ବିରି ଡାଲି। ତ ଏଇଟା ଦେବା ଦ୍ୱାରା ଆମର ଆଳୁ ଭର୍ତ୍ତାର ଟେଷ୍ଟଟା ଆହୁରି ଦ୍ୱିଗୁଣିତ ହୋଇଯାଇଥାଏ। ତ ବିରି ଡାଲି ନିହାତି ଆଡ଼୍ କରନ୍ତୁ ଆଳୁ ଭର୍ତ୍ତାରେ। ଏବେ ଏଠି 4ଟା କଞ୍ଚା ଲଙ୍କାକୁ ମୁଁ ଛୋଟ ଛୋଟ କରିକି କାଟି ଦେଇଥିଲି, ତ ତାକୁ ଏଠି ବର୍ତ୍ତମାନ ଆଡ଼୍ କରୁଛି। ଆଉ ମନେ ରଖନ୍ତୁ, ବିରି ଡାଲି ଆଡ଼୍ କଲା ପରେ ଗ୍ୟାସ୍ର ଜାଳ ଲୋ ଫ୍ଲେମ୍ କରିନେବେ, ଆଉ ଅନ୍ୟାନ୍ୟ ଯାହା ସବୁ ଆପଣଙ୍କୁ ପକାଇବାର ଅଛି ସେସବୁ ପକାଇବେ। ମସଲା ମସଲି, ପିଆଜ ହେଉ ବା କଞ୍ଚା ଲଙ୍କା ହେଉ, କାହିଁକି ଆମର ସେସବୁ ଭାଜି ହେଲା ଭିତରେ ବିରି ଡାଲିଟା ମଧ୍ୟ ପରଫେକ୍ଟ ଭାଜି ହେଇଯିବ। ତାକୁ ଯଦି ହାଇ ଫ୍ଲେମ୍ରେ ଆମେ ଅଧିକା ସମୟ କୁକ୍ କରିବା, ବିରି ଡାଲିଟା ପୋଡ଼ିଯିବ, ଆଉ ତା'ର ଫ୍ଲେଭର୍ ଜମା ବି ଭଲ ଆସିବ ନାହିଁ। ଏବେ ଏଠି ମିଡ଼ିୟମ୍ ସାଇଜ୍ର 3ଟା ପିଆଜକୁ ଛୋଟ ଛୋଟ କରିକି ମୁଁ କାଟି ଦେଇଥିଲି, ତାକୁ ଏଠି ବର୍ତ୍ତମାନ ଆଡ଼୍ କରୁଛି। ବାସ୍, ଏବେ ପିଆଜ ଏଠି ମୁଁ ଆଡ଼୍ କରି ନେଇଛି। ଏବେ ଗ୍ୟାସ୍ର ଜାଳ ମୁଁ ପୁଣି ହାଇ ଫ୍ଲେମ୍ କରିକି ଭଲସେ ତାକୁ ଭାଜି ନେବି। ଏବେ ଏଠି ଗ୍ୟାସ୍ର ଜାଳ ମୁଁ ହାଇ ଫ୍ଲେମ୍ କରି ନେଇଛି, ଆଉ ପିତିପାତିଆରେ ତାକୁ ବର୍ତ୍ତମାନ ଭଲସେ ଖରଡ଼ି ନେଉଛି। ଆମକୁ ପାଖାପାଖି 3ରୁ 4 ମିନିଟ୍ ଲାଗିବ ପିଆଜଟା କୁକ୍ ହେବା ପାଇଁ। ତ ହାଇ ଫ୍ଲେମ୍ କରିକି ଆରାମସେ ଆମେ ତାକୁ ଭାଜି ଦେଇପାରିବା। 3ରୁ 4 ମିନିଟ୍ ଭଲସେ କୁକ୍ କଲା ପରେ କିଛି ଏମିତି ହେଇଯାଇଛି। ତାପରେ ଏବେ ଆମେ କ'ଣ କରିବା ନା, କିଛି ଭୃଷଙ୍ଗ ପତ୍ର ଏଠି ଆଡ଼୍ କରିବା। ତ ଭୃଷଙ୍ଗ ପତ୍ରଟା ଆମର ଆଳୁ ଭର୍ତ୍ତାର ସ୍ୱାଦକୁ ଆଉ ଟିକିଏ ବଢ଼େଇ ଦେଇଥାଏ, ବଢ଼ିଆ ଫ୍ଲେଭର୍ ଦିଏ ଭୃଷଙ୍ଗ ପତ୍ର ଆଳୁ ଭର୍ତ୍ତାରେ। ତ ନିହାତି ଆଡ଼୍ କରନ୍ତୁ ଭୃଷଙ୍ଗ ପତ୍ର। ବାସ୍, ଏଠି ଭୃଷଙ୍ଗ ପତ୍ର ଦେଲା ପରେ ପାଖାପାଖି 40 ସେକେଣ୍ଡ ପାଇଁ ମୁଁ ଟିକିଏ ଏପଟ ସେପଟ କରିନେବି, କାହିଁକି ଭୃଷଙ୍ଗ ପତ୍ର ଦେଲା ପରେ ଆମେ ଅଧିକା ସମୟ ମଧ୍ୟ ତାକୁ କୁକ୍ କରିବାର ନାହିଁ। ତେଲରେ ଅଧିକା ସମୟ ଭୃଷଙ୍ଗ ପତ୍ର ଭାଜି ହେଲେ ତା'ର ଫ୍ଲେଭର୍ ମଧ୍ୟ ଏତେ ଭଲ ଆସେ ନାହିଁ। ତ ଏଠି କ'ଣ କରିବା, ଏବେ ମୁଁ ନେଇଯାଇଛି ଛୋଟ ଚାମଚରେ ଫୁଲ୍ 1 ଚାମଚ ଚିନି। ଚିନିଟା ଆମେ ନିହାତି ଆଡ଼୍ କରିବା, କାହିଁକି ଏମିତିରେ ବି ଟିକେ କଲର୍ଫୁଲ୍ ଦେଖାଯାଏ, ତା ସହିତ ଟେଷ୍ଟଟାରେ ଟିକେ ଡିଫରେନ୍ସ ଦିଏ ଚିନିଟା ଆଡ଼୍ କରିବା ଦ୍ୱାରା। ମୁଁ ତ ପ୍ରତ୍ୟେକଟି ଡିଶ୍ରେ ଚିନି ଆଡ଼୍ କରିଥାଏ, ଆପଣମାନେ ନିହାତି ଦେଖିଛନ୍ତି। ତ ଏଠି ଆଳୁ ଭର୍ତ୍ତାରେ ନିହାତି ଚିନିଟା ଆଡ଼୍ କରନ୍ତୁ। ବାସ୍, ଚିନି ଏଠି ଆଡ଼୍ କଲା ପରେ ଆଉ ଟିକେ ସମୟ ଆମେ ତାକୁ ଏପଟ ସେପଟ କରିନେବା। ଏବେ ଏଠି ଦେଖନ୍ତୁ ପରଫେକ୍ଟ ଆମର କଲର୍ ମଧ୍ୟ ହେଇଯାଇଛି। ପିଆଜ ଯେତିକି ଆମର ଖରଡ଼ି ହେବା କଥା ସେତିକି ହିଁ ହେଇଛି। ଆଠୁ ଆମେ ଅଧିକା ରେଡ୍ କରିବାନି ବା ଖଡ଼ିଆ କରିବାନି। ବାସ୍, ଏତିକିରେ ହିଁ ଆମେ ଯେଉଁ ଚକଟିକି ରଖିଥିବା ଆଳୁକୁ ଏଠି ଆଡ଼୍ କରିଦେବା। ତ ପିତିପାତିଆରେ ମୁଁ ଅଳ୍ପ ଅଳ୍ପ କରିକି ବର୍ତ୍ତମାନ ଚକଟା ଆଳୁକୁ ଏଠି ଦେଇ ଦେଉଛି, ଆଉ ଗ୍ୟାସ୍ର ଜାଳ ଏବେ ମୁଁ ଲୋ ଫ୍ଲେମ୍କୁ ଆଣିଦେଇଛି। ବାସ୍, ଏବେ ଏଠି ସବୁ ଆଳୁକୁ ମୁଁ ବର୍ତ୍ତମାନ ଦେଇ ଦେଇଛି, ଆଉ ଗ୍ୟାସ୍ର ଜାଳ ଏଠି ଲୋ ଫ୍ଲେମ୍ ହିଁ ଅଛି। ଏଠି ଭଲସେ ମୁଁ ବର୍ତ୍ତମାନ ତାକୁ ମିଶାଇ ଚାଲିଛି। ଆମର ସବୁ ମସଲା ଯେଉଁ କଷି ହେଇକି ଥିଲା ସେଇଟା ତା ସହିତ ଆଳୁ ଚକଟାରେ ଯେମିତି ଭଲସେ ଲାଗିଯିବ, ଭଲସେ ମିଶିଯିବ, ସେହି ହିସାବରେ ତାକୁ କଷନ୍ତୁ। ଆଉ ଏଠି ମୋଟେ ଗ୍ୟାସ୍ର ଜାଳ ହାଇ ଫ୍ଲେମ୍ କରନ୍ତୁ ନାହିଁ, ନହେଲେ ତଳପଟୁ
कढ़ाई से लगी जापे आलू भर्ताटा। तो ये लो फ्लेम करके प्रथमे मु भलसे ताकू खरड़ी चली पाखापाखि 1 मिनट एमती मु सब खरड़ी चली। आठी देखो टिके मीडियम फ्लेम को बर्तमान मुझे आनी एबे आउ 10 सेकेंड टिके एमती कुक करने आमर गरमा गरम टेस्टी आलू भर्ता बनिक पूरा रेडी हो। आपण मैंने मो मेथड रे एमती आलू भर्ता बनईकी ट्राए करंतु आउ टेस्ट केमिति लागिला निहाती रूप से मो सहित शेयर करंतु कमेंट माध्यम रे। आज पई रहूची पुणी देखा आ गोटे न्यू रेसिपी सहित। नमस्कार।